জয় জয় মঙ্গলা মা জয় হর চণ্ডী, ততে সুমরিলে যায় দরিতাদি খণ্ডী। আতঙ্ক কালে সুমরে ততে জন, মহাসংকট বন্ধন উদ্ধার বহন। অদস্য কুদস্য হুয়ে তো নাম ধইলে, বিপত্তি ন রহে মাগ তোর আশ্রয়। তোর নামাবলী মত যেহু সুমরই, সংকট বিপদ তার কিছু ন আসই। তোর কৃপারে দুবকু মাতার করিপারু, দুস্তর হেলে পঙ্গ লঙ্ঘি পারে মেরু। যে সময়ে পড়িথায়ে প্রাণী পরে কষ্ট, সুমরিলে ততে মাগ তুটই সংকট। তোহর মাবার ব্রতে যে বড়াই মতি, পায়ে সেহু ধন জন অচল সম্পত্তি। জয় মা মঙ্গলা। ଆସନ୍ତୁ ଭକ୍ତ ସମାଜ ଶୁଣିବା ଏକ ବିଷୟ ଯେ ସମସ୍ତ ପ୍ରାଣୀ ଜଗତ ଯେତେବେଳେ ନିଦ୍ରାରେ ଥାନ୍ତି, ସେତେବେଳେ କିଏ ଜଗିଥାଏ, କିଏ ପ୍ରକୃତି ମାର ଏହି ନିଶାଭର ରଜନୀକୁ ଉପଭୋଗ କରି ଜ୍ଞାନ ସଂଗ୍ରହ କରେ। ଯେପରି ମହୁମାଛି ଫୁଲ ଗୁଡ଼ିକ ମଧ୍ୟରୁ ମହୁ ସଂଗ୍ରହ କରନ୍ତି, ସେତିକି ବେଳେ ମାନେ ନିଶାର ସେ ବେଳେ ମହୁ ସଂଗ୍ରହ କରେ କେଉଁମାନେ କରନ୍ତି। ଏବଂ ନିଶା ହିଁ ମହୁ ସଂଗ୍ରହର ଉତ୍ତମ କିପରି ଉତ୍ତମ ସମୟ। ଆସନ୍ତୁ ଜାଣିବା ଗୀତାରୁ ପ୍ରଥମ ପଦଟି ନେବା ଏହି ବିଷୟକୁ ନେଇ। ୟା ନିଶା ସର୍ବଭୂତାନାଂ ତସ୍ୟାଙ୍ଗାଗତି ସଂୟମୀ, ୟସ୍ୟାଙ୍ଗାଗତି ଭୂତାନି ସା ନିଶା ପଶ୍ୟତେ ମୁହୁ। ତେଣୁ ଏଠାରେ ଭଗବାନ ସେହି କଥା କହୁଛନ୍ତି ଯେ ନିଶାର ସମୟ ଶାନ୍ତ ସମୟ, ଜ୍ଞାନୀ ଜନକ ମାନଙ୍କ ପାଇଁ ଜ୍ଞାନ ଆହରଣର ସୁସ୍ଥ ସମୟ। ଦିନ ହେଉଛି ବିଷୟା ଜଞ୍ଜାଳର ସମୟ। ଦିବାରେ ସାଂସାରିକ ଲୋକମାନେ ଖାଦ୍ୟ ସଂଗ୍ରହ କରନ୍ତି, ମହରେ ବୁଲନ୍ତି ଏବଂ ମାୟା ମାନସିକତାରେ ମାୟା ଜାଲରେ ଛନ୍ଦି ହୋଇ କର୍ମ ଜଞ୍ଜାଳରେ କର୍ମ କରନ୍ତି। ସଂସାରକୁ ଭୋକିଲା ନ ରଖି ସେମାନେ କର୍ମ ମାଧ୍ୟମରେ ସଂସାରକୁ ବଞ୍ଚାନ୍ତି। ମାତ୍ର ଏହି ମାୟା ଜଞ୍ଜାଳଠାରୁ ଦୂରରେ ରହି ଯେଉଁମାନେ ନିଜକୁ ସୁସ୍ଥ ଜ୍ଞାନ ଆହରଣର ବାରିଧି ବନାଉଛନ୍ତି, ଯାହାକି ସମାଜ ମଙ୍ଗଳ କ୍ଷେତ୍ରରେ ଆସେ। ଏହି ନିଶାର୍ଥ ବା ଏହି ରଜନୀର ନିଶାର୍ଥ ସମୟରେ ଯେଉଁ ଜ୍ଞାନ ଆହରଣ କରି ମୁନି ଋଷି ଯୁଗୀ ମହାତ୍ମା ମାନେ ଆଣନ୍ତି, ତାହା ସାଂସାରିକ ମାନଙ୍କ ପାଇଁ, ସଂସାରକୁ ସୁସ୍ଥ ରଖିବା ପାଇଁ, ସଂସାରକୁ ମଙ୍ଗଳମୟ ବନେଇବା ପାଇଁ ଏବଂ ସାଂସାରିକ ଲୋକ ଏହି ମହାତ୍ମାଙ୍କର ପଥ ପ୍ରଦର୍ଶକ ହୋଇ ସଂସାରକୁ ସୁସ୍ଥ କରାଇବା ପାଇଁ ନିଶା ଯେତେବେଳେ ସାଂସାରିକ ମାନେ ଶୋଇଯାନ୍ତି, ସେତେବେଳେ ମହାତ୍ମା ମୁନି ଋଷି ମାନେ ଜାଗ୍ରତ ରହି ଉତ୍ତମ ଜ୍ଞାନ ଆହରଣ କରନ୍ତି।
ଗୀତାରୁ ଆଉ ଗୋଟିଏ ପଦ ନେବା। ବିହାୟ କାମାନ୍ୟ ସର୍ବଂ ତୋମାଶ୍ଚକ୍ତି ନିଃସ୍ପୃହ ନିର୍ମମ ନିରହଙ୍କାର ସସନ୍ତି ମଦିଗଚ୍ଛତି। ସେଇ କଥା, କାମନା ବାସନା ତ୍ୟାଗ କରି ବିଚରଣ କରିଥାନ୍ତି ସେଇମାନେ ଏବଂ ଶାନ୍ତି ପାଆନ୍ତି, ଶାନ୍ତିରେ ଥାନ୍ତି, ଶାନ୍ତି ଲାଭ କରନ୍ତି। ଶାନ୍ତି ପାଇବାକୁ ଦୁନିଆକୁ ମାର୍ଗ ଦେଖାନ୍ତି। ସେହି ମହାତ୍ମା ମୁନି ଋଷି ଯୋଗିନୀ ମାନେ ସଂସାର ଠାରୁ ଦୂରରେ ରହି ପାହାଡ଼ ଗୁମ୍ଫା ପର୍ବତ ନିଶ୍ଚଳ ଜାଗାରେ ରୁହନ୍ତି। ଜ୍ଞାନୀ ମହାତ୍ମା ମୁନି ସେମାନେ ସଂସାରର ମାୟାବନ୍ଧନ ଦୂରେଇ ହୋଇ ପାହାଡ଼ର ଗୁମ୍ଫା ବଣର ଆଗରୁ ଯେପରି ଋଷିମୁନି ରହୁଥିଲେ ଚୁଳିଆ ଘର କରି, ସେମାନେ ସେଇ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ଏପରି କରୁଥିଲେ। ଏବେ ବି ମଧ୍ୟ ସେଇମାନଙ୍କ ଦ୍ୱାରା ଧର୍ମ ରକ୍ଷା ହେଉଛି। ଆସନ୍ତୁ ଗୀତାରୁ ଆଉ ଗୋଟିଏ ପଦ ନେବା। ଏଷା ବ୍ରହ୍ମେ ସ୍ଥିତି ପାର୍ଥ ନୈନଂ ପ୍ରାପ୍ୟ ବିମୋହତି ସ୍ଥିତସ୍ୟାମନ୍ତକ ନିରଙ୍ଗି ବ୍ରହ୍ମ ନିର୍ମାଣମୁଚ୍ଛତି। ବ୍ରାହ୍ମୀ ସ୍ଥିତି କାହାକୁ କୁହାଯାଉଛି? ଯେତେବେଳେ ଇନ୍ଦ୍ରିୟକୁ ମାରି ଆପଣମାନେ ଆଗକୁ ବଢ଼ନ୍ତି, ଜୀବନକୁ ସୁସ୍ଥ ଶାନ୍ତି ରଖିଥାନ୍ତି, ମନକୁ ଆୟତ୍ତ କରି ସୁମନରେ ରଖିଥାନ୍ତି, ବିମୋହିତ ମନକୁ କରନ୍ତି ନାହିଁ, ବିମନ ଆଣନ୍ତି ନାହିଁ। ସୁମନରେ ରହି ଇନ୍ଦ୍ରିୟ ଲାଳସା ଠାରୁ ଇନ୍ଦ୍ରିୟମାନଙ୍କୁ ଦମନ କରି ମନକୁ ଆୟତ୍ତ କରି ସୁସ୍ଥ ମନ, ସୁପ୍ତ ମନ କରି ଯୁଗ ସାଧନା କରନ୍ତି। ମନକୁ ସୁପ୍ତ ରଖି ଏହିପରି କଲେ ସାଂସାରିକ ମାନେ ବି ଯଦି ମୋହ ମାୟା ଠାରୁ ଦୂରେଇ ରହି ନିଜକୁ ଭଗବାନଙ୍କ ପାଖରେ ସମର୍ପି ଭକ୍ତି ମାର୍ଗରେ ରହିବାକୁ ଅବସର କରିଥାନ୍ତି। ଯୋଗ ମାର୍ଗରେ ରହି ଏସବୁ ତ ଆୟତ୍ତ କରିବା କଷ୍ଟକର, ତେଣୁ ଭକ୍ତି ମାର୍ଗରେ ରହି ଭଗବାନଙ୍କୁ ସବୁ ସମର୍ପଣ କରି କାମନା ବାସନା ଲାଳସା ମୋହ ଇତ୍ୟାଦି ଠାରୁ ରହି ପାରିଲେ ଏହି ବ୍ରାହ୍ମୀ ସ୍ଥିତିକୁ ଆଗେଇ ନେଇପାରିବେ। ଏହି ବ୍ରାହ୍ମୀ ସ୍ଥିତି ଯେତେ ଆଗକୁ ଯିବ ଆପଣଙ୍କର ମୁଖ୍ୟ ମାର୍ଗ ସେତେ ନିକଟତର ହେବ। ଯେତେବେଳେ ଆପଣଙ୍କର ବ୍ରାହ୍ମୀ ସ୍ଥିତି ପୂର୍ଣ୍ଣ ହେବ, ଅନ୍ତିମ ସମୟ ଯାଏ ଚାଲିଥିବ, ଯଦି ମଝିରେ ଯଦି କଟ୍ ନ ହେଉଥିବ, ମାନେ ରହି ନ ଯାଉଥିବ, ବ୍ରାହ୍ମୀ ସ୍ଥିତିଟା ସ୍ଥିର ଭାବରେ ଗତି କରୁଥିବ ସମୟର ଶେଷ ପର୍ଯ୍ୟନ୍ତ, ତେବେ ମୋକ୍ଷ ମିଳେ। ମୋକ୍ଷ ପ୍ରାପ୍ତି ଘଟେ ସେତିକି ବେଳେ, ନହେଲେ ମୋକ୍ଷ ପ୍ରାପ୍ତି ହେବା ବହୁତ କଷ୍ଟ। ତେଣୁ ହେ ଜ୍ଞାନୀ ଗୁଣୀଜନ ସମାଜ, ମୋର ଭକ୍ତ ସମାଜ, ଆପଣଙ୍କୁ କେବଳ ଭକ୍ତି ମାର୍ଗ ଦିଗ୍ଦର୍ଶନ ଦେଖାଇବା ପାଇଁ ଯାହା କହୁଛି, ସେଥିରେ ଆପଣ ବୁଝି ଉତ୍ତମ ଜ୍ଞାନ ଆହରଣ କରି ଆପଣ ମଧ୍ୟ ସଂସାରକୁ ଦିଗ୍ଦର୍ଶନ ଦିଅନ୍ତୁ। ସମାଜ ସୁସ୍ଥ ହେଉ। ଆଜିର ଯୁବପିଢ଼ି ପିଲାମାନେ ସମାଜ ଠାରୁ ଦୂରେଇ ଯାଉଛନ୍ତି, ପାଶ୍ଚାତ୍ୟ ସଂସ୍କୃତି ଧାରଣ କରୁଛନ୍ତି, ଅଧପତନ ଆଡ଼କୁ ଗତି କରୁଛନ୍ତି। ଆପଣମାନେ ମଧ୍ୟ ଏହିପରି ଯାହା ଯାହା ଆପଣଙ୍କ ଜ୍ଞାନ ଅଛି ଲୋକଙ୍କୁ ଦିଅନ୍ତୁ। ଆମେ ସବୁ ମିଶି ଏହି ସଂସାରକୁ ଗୁଣ୍ଡିଚି ମୂଷା ପରି ହୁଏତ କିଛି ଧୋଳି ନେଇ ଏଇ ରାମଙ୍କର ସେଇ ସେତୁ କୂଳରେ ଝାଡ଼ିଦେବା। ଆସ ଗୋଟିଏ ଗୀତ ଶୁଣିବା। ରଚନା ରବୀନ୍ଦ୍ର କୁଲାରୀ। ହଇ ହେ ଶୁଣୁଛ, ଆସ ଦେଖିଲ କିଏ ଆସିଛି, ଭାରି ହସୁଛି ମନ ମୋହୁଛି, ଚାହିଁ ବସିଛି ଖେଳି ବୁଲୁଛି, କଥା ପଚାରିଲେ ନଥା କହୁଛି, ନାମ ପଚାରିଲେ ଗ୍ରାମ କହୁଛି, କୁଳେଇ ନେବାକୁ ଗଲେ ଉଡ଼ି ବୁଲୁଛି। ହଇ ହେ ଶୁଣୁଛ, ଆସ ଦେଖିଲ କିଏ ଆସିଛି, ଭାରି ହସୁଛି ମନ ମୋହୁଛି, ପାଦରେ ବାନ୍ଧିଛି ରୂପା ଘୁଙ୍ଗୁର,
ନାଚୁଛି ରଙ୍ଗେଇ ସେ କେତେ ଢଙ୍ଗର, ବଇଁଶୀ ହାତରେ ସେ ତ ଧରିଛି କଷି, ବଜାଇ ମଧୁର ସ୍ୱନ ଦିଏ ବରସି। ସ୍ୱନ ଶୁଣି ଗୋପପୁର ଉଠୁଛି ପଡ଼ୁଛି। ହଇହେ ଶୁଣୁଛ, ଦେଖିବ ଆସ କିଏ ଆସିଛି, ଭାରି ହସୁଛି ମନ ମୋହୁଛି। ବାଙ୍କ ଚୂଳେ ଖଞ୍ଜି ଅଛି ମୟୂର ପାଖ, ବଇଁଶୀ ବଜାଏ ଯେହ୍ନେ ଖାଉଛି ଆଖୁ। ଯା ଯା କହିଲେ ସେ ଯାଉ ତ ନାହିଁ। ହଇହେ ଶୁଣୁଛ, ଆସ ଦେଖିଲ କିଏ ଆସିଛି, ଭାରି ହସୁଛି ମନ ମୋହୁଛି। ହାତ ଠାରି ଡାକି ନେଉଛି, ଆଖି ମାରି କଥା କହୁଛି। ଧରିବାକୁ ଗଲେ ଧରା ନ ଦିଅଇ, ଖାଇବାକୁ ଦେଲେ ମୁଣ୍ଡକୁ ହଲଇ। ଖା ଖା ବୋଲି କହୁଛି ମୁଇଁ। ହଇହେ ଶୁଣୁଛ, ଦେଖିବ ଆସ କିଏ ଆସିଛି, ଭାରି ହସୁଛି ମନ ମୋହୁଛି। ଶ୍ରୀକ୍ଷେତ୍ରବାସୀ ଭଳି ସେ ଯେ ଦିଶୁଛି, ଚକା ଚକା ଆଖି କରି କରଟି ଚାହୁଁଛି। ହାତୀ ପରି ସେ ତ ଭାରି ଝୁଲୁଛି, ଭାବ ବହି ସେ ତ ମନ ଟାଣୁଛି। ହଇହେ ଶୁଣୁଛ, ଆସ ଦେଖିଲ କିଏ ଆସିଛି, ଭାରି ହସୁଛି ମନ ମୋହୁଛି। ଜୟ ଜଗନ୍ନାଥ।